ପିଲାମାନେ, ଲିପୁ ତମରି ପରି ଛୋଟ ପିଲା। ଦ୍ୱିତୀୟ ଶ୍ରେଣୀରେ ପଢ଼େ। ଭାରି ଭଲ ପାଠ ପଢ଼େ, ହେଲେ ଟିକେ ଚଗଲା। ତାର ଗୋଟିଏ ମନ୍ଦ ଅଭ୍ୟାସ ଥିଲା। କୁକୁର, ବିଲେଇ, ଗାଈ ଯେଉଁ ପଶୁମାନଙ୍କୁ ସେ ଦେଖୁଥିଲା ତାଙ୍କୁ ବାଡ଼ିରେ ବାଡ଼ଉଥିଲା। ତା ମନରେ ତାଙ୍କ ପ୍ରତି କେବେ ଦୟାଭାବ ଆସେନି। କୁକୁର ଛୁଆଗୁଡ଼ିକୁ ଲାଞ୍ଜରୁ ଧରି ବୁଲେଇ ବୁଲେଇ ସେ ଫୋପାଡ଼ି ଦିଏ। ବିଲେଇ ଛୁଆଙ୍କୁ ପାଣିରେ ପକାଇ ଓଦା କରିଦିଏ। ଏମିତି ସବୁ ଚଗଲାମି ସେ କରେ। ଲିପୁର ମା କିନ୍ତୁ ଭାରି ପଶୁପକ୍ଷୀ ପ୍ରିୟ। ସିଏ ତାଙ୍କ ବାଡ଼ିପଟେ ଗୋଟିଏ ବୁଲା କୁକୁରକୁ ସବୁଦିନ ଖାଇବାକୁ ଦିଅନ୍ତି। ଲିପୁ କିନ୍ତୁ ଏସବୁ ପସନ୍ଦ କରେନି, କିନ୍ତୁ ଲିପୁର ମା ଶୁଣନ୍ତିନି। ଦିନେ ସନ୍ଧ୍ୟାବେଳେ ବାଡ଼ି ପଛରେ ଲିପୁର ମା କ'ଣ ଗୋଟେ କାମ କରୁଥିଲେ। ସେହି ସମୟରେ ଗଛ ବୁଦାମୂଳରୁ କଳା ସାପଟିଏ ବାହାରି ଆସିଲା। ସେ ଲିପୁର ମାଙ୍କୁ ଆକ୍ରମଣ କରିବା ଆଗରୁ ସେ ବୁଲା କୁକୁରଟି କେଉଁଠି ଥିଲା କେଜାଣି ଆସି ସାପର ବେକକୁ କାମୁଡ଼ି ଧରିଲା। ଲିପୁର ମା ହଠାତ୍ ଚମକି ପଡ଼ିଲେ। ଦେଖିଲେ ଯେ କୁକୁରଟା କଳା ସାପଟିକୁ ମାଡ଼ି ବସିଛି। ସେ ଖୁବ୍ ଜୋରରେ ପାଟି କଲେ। ଲିପୁର ବାପା ଭିତରୁ ଦୌଡ଼ି ଆସିଲେ। ଲିପୁ ମଧ୍ୟ ଆସିଲା। ଏସବୁ ଦୃଶ୍ୟ ଦେଖି ଲିପୁ ଅବାକ୍ ହେଇଗଲା। ଲିପୁର ବାପା ଠେଙ୍ଗାଟିଏ ନେଇ ସାପର ମୁଣ୍ଡକୁ ପିଟି ପକାଇଲେ। ସାପଟି ଦରମରା ହୋଇ ପଡ଼ି ରହିଲା। ସେ ବୁଲା କୁକୁର ଯୋଗୁଁ ଲିପୁର ମାଙ୍କ ଜୀବନ ରକ୍ଷା ପାଇଲା ବୋଲି ସମସ୍ତେ ବୁଝିଲେ। ସେଇ ଦିନରୁ ଲିପୁର ମନ ବଦଳିଗଲା। ସିଏ ବୁଲା କୁକୁର, ବିଲେଇ, ଗାଈ ଏମାନଙ୍କୁ ଆଉ ଜମାରୁ ହଇରାଣ କଲାନି। ସମସ୍ତଙ୍କୁ ଆଦର କଲା। ପିଲା, ଏ ଗପରୁ ତମେ କ'ଣ ଶିଖିଲ? ସେମାନେ ପଶୁପକ୍ଷୀ, କଥା କହିପାରନ୍ତିନି, କିନ୍ତୁ ତାଙ୍କର ମଧ୍ୟ ଜୀବନ ଅଛି। ତାଙ୍କର ମଧ୍ୟ ଦୟାଭାବ ଅଛି। ତାଙ୍କୁ ହଇରାଣ ନ କରି ସ୍ନେହ କରିବ ଆଉ ଯତ୍ନ କରିବ। ଆଚ୍ଛା ହଉ ପିଲେ, ଆସ ଆଜି ପ୍ରଥମେ ଶୁଣିବା ଗୀତଟିଏ। କିଏ ଗାଇବେ, କ'ଣ ସେ ଗାଇବେ, କାହା ଲେଖାରୁ ଗାଇବେ, ସେ କଥା ସେ ନିଜେ କହିବେ। ଆସ ଶୁଣିବା। ମୋ ନାଁ ସାଇଶ୍ରୀ ପ୍ରଧାନ। ମୁଁ ଏବେ ଭଜନଟିଏ ଗାଇ ଶୁଣେଇବି, ଯାହାକୁ ଲେଖିଛନ୍ତି ଶିବକୁମାର ରଥ। किए तुमे हे अरूप निय बाट कढ़ाई, किए तुमे हे अरूप निय बाट कढ़ाई, थकी गले पाद मोर, थकी गले पाद मोर, दिय हाथ बढ़ाई, निय बाट कढ़ाई, किए तुमे हे अरूप निय बाट कढ़ाई। अजणाए चला पथ मुझे चाली जाने ना, घेरी आसे अमाराती पथ मते दिसे ना। अजणाए चला पथ मुझे चाली जाने ना, घेरी आसे अमाराती पथ मते दिसे ना। कुहू कमाया रे तुमे, कुहू कमाया रे तुमे, दियो दीप जड़ाई, निय बाट कढ़ाई, किए तुमे हे अरूप निय बाट कढ़ाई।
କାହିଁ ହେ ଜଗତ ଜୀବନ ଦେଖିବାକୁ ତୁମ ଛବି ଝୁରେଇ ନୟନ। ଲୁଚି ଲୁଚି ଅଛ କାହିଁ ହେ ଜଗତ ଜୀବନ ଦେଖିବାକୁ ତୁମ ଛବି ଝୁରେଇ ନୟନ। ପୂଜାର କୁସୁମ ମାଳା ପୂଜାର କୁସୁମ ମାଳା ଦେବୀ ପାଦେ ଚଢ଼ାଇ ନିୟ ବାଟ କଢ଼ାଇ। କିଏ ତୁମେ ହେ ଅରୂପ ନିୟ ବାଟ କଢ଼ାଇ। କିଏ ତୁମେ ହେ ଅରୂପ ନିୟ ବାଟ କଢ଼ାଇ। ଥକି ଗଲେ ପାଦ ମୋର ଥକି ଗଲେ ପାଦ ମୋର ଦିଅ ହାତ ବଢ଼ାଇ ନିୟ ବାଟ କଢ଼ାଇ। କିଏ ତୁମେ ହେ ଅରୂପ ନିୟ ବାଟ କଢ଼ାଇ। କିଏ ତୁମେ ହେ ଅରୂପ ନିୟ ବାଟ କଢ଼ାଇ। ନିୟ ବାଟ କଢ଼ାଇ ନିୟ ବାଟ କଢ଼ାଇ। ପିଲାଏ, ତମେ ଆମ କାର୍ଯ୍ୟକ୍ରମରେ କେତେ ଶିକ୍ଷଣୀୟ ଆଉ ମଜାଳିଆ କବିତା ସବୁ ଶୁଣିଛ ନାଇଁ? ଯେଉଁମାନେ ଏସବୁ କବିତାକୁ ଲେଖନ୍ତି ସେମାନେ ହେଲେ କବି। କବିଟିଏ ତାର ଭାବନା ଜଗତକୁ ଏଇ କବିତାରେ ବାସ୍ତବ ରୂପ ଦେଇଥାଏ। ଆସ ଆଜି ଜଣେ ମହାନ କବିଙ୍କ ବିଷୟରେ ଜାଣିବା। ସିଏ ହେଲେ ସୁବ୍ରମଣ୍ୟ ଭାରତୀ। ତାଙ୍କ ବିଷୟରେ କହିଛନ୍ତି ଡକ୍ଟର ଅନୁସ୍ମିତା ସ୍ୱାଇଁ। ପିଲାମାନେ, ତୁମେମାନେ କବିତା ପଢ଼ିଥିବ ବା ଶୁଣିଥିବ ନିଶ୍ଚୟ। ଥରେ ଭାବି ଦେଖିଲ, କବିମାନଙ୍କର କଳ୍ପନାର ଜଗତ କେତେ ସୁନ୍ଦର ଓ ମନମୁଗ୍ଧକର। ସେମାନେ କଲମ ମୁନରେ ଏ ସୃଷ୍ଟିକୁ ନିୟନ୍ତ୍ରଣ କରନ୍ତି। ସେମାନେ କେତେବେଳେ ଫୁଟାଇ ପାରନ୍ତି ମରୁଭୂମିରେ ପଦ୍ମ, ତ କେତେବେଳେ ତାଙ୍କ ଲେଖାରୁ ଝରିପଡ଼େ ଏ ସଂସାରର ନିଷ୍ଠୁର ବାସ୍ତବତା। ସେଥିପାଇଁ କୁହାଯାଇଛି, ଅପାରେ କାବ୍ୟ ସଂସାରେ କବିରେବ ପ୍ରଜାପତି। ଅର୍ଥାତ୍ ଅପାର କାବ୍ୟ ଜଗତରେ କବିମାନେ ହେଉଛନ୍ତି ପ୍ରଜାପତି ବା ବ୍ରହ୍ମାଙ୍କ ସଦୃଶ। ତେଣୁ ସେମାନେ ଚିରସ୍ମରଣୀୟ, ଚିରବନ୍ଦନୀୟ ଏବଂ ସର୍ବପୂଜନୀୟ। ସେହିଭଳି ଜଣେ ମହାନ କବି ହେଉଛନ୍ତି ସୁବ୍ରମଣ୍ୟ ଭାରତୀ। ଭାରତର ସାହିତ୍ୟ ସାଧନା କ୍ଷେତ୍ରରେ ଜଣେ ପରମ ସାରସ୍ୱତ ସାଧକ। ସେ ଥିଲେ ଏକାଧାରରେ ଜଣେ କବି, ପତ୍ରକାର, ସ୍ୱାଧୀନତା ସଂଗ୍ରାମୀ ଏବଂ ସମାଜ ସଂସ୍କାରକ। ସେ ସୃଷ୍ଟି କରିଛନ୍ତି ତାମିଲ ଭାଷାର ଅନେକ କବିତା। ତାଙ୍କ ଲେଖାର ଭାଷା ଥିଲା ମନଛୁଆଁ। ଶବ୍ଦଗୁଡ଼ିକ ଥିଲା ସରଳ ଓ ଜଳଦ ଗମ୍ଭୀର। ତାଙ୍କ କବିତାରେ ଝଲକୁଥିଲା ସମାଜର ବାସ୍ତବତା, କ୍ରାନ୍ତି ଓ ରାଷ୍ଟ୍ରୀୟତା। ପିଲାମାନେ, ଏହି ମହାନ କବି ତାମିଲନାଡୁର ତିରୁନେଲଭେଲି ନାମକ ଜିଲ୍ଲାର ଏଟାୟାପୁରମ୍ ଗାଁରେ 1882 ମସିହା ଡିସେମ୍ବର ମାସ 11 ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତାଙ୍କ ନାମ ଥିଲା ଲକ୍ଷ୍ମୀ ଅମାଲ ଓ ପିତାଙ୍କ ନାମ ଥିଲା ଚିନ୍ନାସ୍ୱାମୀ ସୁବ୍ରମଣ୍ୟ ଆୟାର। ମାତ୍ର 5 ବର୍ଷ ବୟସରୁ ମା ଛେଉଣ୍ଡ ହୋଇଯାଇଥିଲେ ସୁବ୍ରମଣ୍ୟା। ବାଲ୍ୟକାଳରୁ ସାହିତ୍ୟ ପ୍ରତି ତାଙ୍କର ପ୍ରଗାଢ଼ ଅନୁରାଗ ଥିଲା। ତାଙ୍କର ସାହିତ୍ୟ ସାଧନା ଯୋଗୁଁ ମାତ୍ର 11 ବର୍ଷ ବୟସରେ ତାଙ୍କୁ ଭାରତୀ ଉପାଧି ପ୍ରଦାନ କରାଯାଇଥିଲା। ପିଲାମାନେ, ଭାରତୀ ଶବ୍ଦର ଅର୍ଥ ହେଲା ମା ସରସ୍ୱତୀଙ୍କ ଆଶୀର୍ବାଦ ଲାଭ କରିଥିବା ବ୍ୟକ୍ତି। 15 ବର୍ଷ ବୟସରେ ସେ ଚେଲ୍ଲାମାଙ୍କୁ ବିବାହ କରିଥିଲେ ଏବଂ 16 ବର୍ଷ ବୟସରେ ପିତାଙ୍କୁ ହରାଇଥିଲେ। ପିତାଙ୍କ ମୃତ୍ୟୁ ପରେ ଭାରତୀ ବାରାଣସୀ ଚାଲିଯାଇଥିଲେ ଏବଂ ସେଠାରେ ସେ ସଂସ୍କୃତ, ହିନ୍ଦୀ ଓ ଇଂରାଜୀ ଭାଷାରେ ଅଧ୍ୟୟନ କରିଥିଲେ। ଭିନ୍ନ ଭିନ୍ନ ଭାଷା ଶିଖିବା ପାଇଁ ତାଙ୍କର ଥିଲା ପ୍ରଗାଢ଼ ଇଚ୍ଛା। କୁହାଯାଏ, ସେ 14ଟି ଭାରତୀୟ ଭାଷା ଓ 3ଟି ବିଦେଶୀ ଭାଷାରେ ପାରଙ୍ଗମ ଥିଲେ। କିନ୍ତୁ ତାଙ୍କ ମତରେ ହିନ୍ଦୀ ହେଉଛି ଏକମାତ୍ର ଭାଷା ଯାହା ମଧ୍ୟରେ ଭାରତୀୟ ସଂସ୍କୃତି ଏବଂ ରାଷ୍ଟ୍ରୀୟ ଏକତାକୁ ଅକ୍ଷୁଣ୍ଣ ରଖିବାର ସାମର୍ଥ୍ୟ ରହିଛି। କିନ୍ତୁ ସେ ପ୍ରାୟତଃ ତାମିଲ ଭାଷାରେ ତାଙ୍କ ଚିନ୍ତାଧାରାକୁ କବିତା ମାଧ୍ୟମରେ ଅଭିବ୍ୟକ୍ତ କରୁଥିଲେ। ତାଙ୍କ ଦ୍ୱାରା ରଚିତ କବିତା ଘରେ ଘରେ ଆଦୃତ ହୋଇଥିଲା। 1907 ମସିହାରେ ତାଙ୍କ ଦ୍ୱାରା ରଚିତ କବିତା ଓ ଗୀତଗୁଡ଼ିକର ସଂଗ୍ରହ ସ୍ୱଦେଶ ଗୀତ ନାମରେ ପ୍ରକାଶିତ ହୋଇଥିଲା। ଦେଶର ଜନତା ସ୍ୱଦେଶ ଗୀତକୁ ସ୍ୱାଗତ କରିଥିଲେ ଏବଂ ସେଥିପାଇଁ ଭାରତୀଙ୍କୁ ତାମିଲ ଭାଷାର ରାଷ୍ଟ୍ରକବିର ମାନ୍ୟତା ମିଳିଥିଲା। ପିଲାମାନେ ଜାଣିଛ, କବିତା ଓ ଗୀତ ଲେଖିବା ସହିତ ଭାରତୀ ବିଜୟ ନାମକ ଏକ ଦୈନିକ ପତ୍ରିକା
इंडिया नामक एक साप्ताहिक पत्रिका एवं बाल भारतम नामक एक मासिक पत्रिकार संपादक थिले। तांक कलम मुନରେ से विरोध करुथिले तथाकथित जाति प्रथा और बाल्य विवाह परी समाज रे प्रचलित कुसंस्कार गुड़िकु। तांक लेखनी रे थिला हृदयस्पर्शी प्रभाव, जहाँ सेतबेलर उत्तर भारत रे इंग्रेज शासनर भित्तिभूमि को दोहलाई देइथिला। पिलामाने कुहा जाए लेखनी और तरबारी उभय शक्तिशाली, किंतु शेषरे लेखनी ही विजय हुए। निजर वैप्लविक चिंताधारा पाई किछि दिन तांको पंडिचेरी रे बिताइबाकु पड़िथिला। सेही समय रे से अरबिंदो, लाला लजपत राय, VVS आयरଙ୍କ भली महान व्यक्तित्व मानक संस्पर्श रे आसीथिले। 1907 मसीह रे ऐतिहासिक सूरत कांग्रेस रे से जोग देइथिले एवं महान स्वाधीनता संग्रामी बाल गंगाधर तिलक द्वारा प्रभावित होइथिले। जानिछ पिलामाने, भारतीଙ୍କ जीवन यात्रा सुगम नथिला, किंतु कौनसी घात प्रतिघात को खातिर न करी से निजर एक स्वतंत्र परिचय रखि जाइछंती। तांक भली जणे महान व्यक्तिଙ୍କ स्मृति रे भारत सरकार मानव संबल विकास मंत्रणालय तरफ हिंदी साहित्य रे उत्कृष्ट अवदान पाई सुब्रमण्यम भारती पुरस्कार प्रतिवर्ष प्रदान करा जाउछि। पिलामाने, गीतारे लेखा जाइछि कर्मेण बाधिकरस्ते मा फलेषु कदाचन, अर्थात कर्मरे आमर अधिकार अछि, फल भगवान का हातरे। कर्मयोगी जुगश्रेष्ठा कवि सुब्रमण्य भारती आज आम गहणरे आउ नाहांती सत, किंतु तांकर कालजयी सारस्वत साधना तांको चिरस्मरणीय करी रखिब। तांकर निर्भय लेखनी, संस्कार उद्यम और जातीयवादी मनोभाव तांको अमर करिछि। पिलाए, कुनी झियो साईश्री प्रधान आउ गोटे गीत गाइकी शुणेबे। चुपचाप हे बसी शुण। एबे मु शिशु संगीत गाई शुणेबी, जहाकु लिखिचंती गौरहरि धळाई। पुसी माउसी लो पुसी माउसी, काहींकि बसी चुरुसी। पुसी माउसी लो पुसी माउसी, काहींकि बसी चुरुसी। बेळको बेळ तो प्रबल भोकरे, बेळको बेळ तो प्रबल भोकरे, पेट पिठी जाए मिसी, काहींकि बसी चुरुसी। पुसी माउसी लो पुसी माउसी, काहींकि बसी चुरुसी। काहींकि बसी चुरुसी। पुसी माउसी लो पुसी माउसी, काहींकि बसी चुरुसी। काहींकि बसी चुरुसी। पुसी माउसी लो पुसी माउसी, काहींकि बसी चुरुसी। बेळको बेळ तो प्रबल भोकरे,
ଆଜି ହେଉଛି ମାନବିକ ଅଧିକାର ଦିବସ, ମାନେ ହ୍ୟୁମାନ୍ ରାଇଟ୍ ଡେ। ଜାଣିଛ ପିଲେ, ପ୍ରତ୍ୟେକ ନାଗରିକର କିଛି ନା କିଛି ମୌଳିକ ଅଧିକାର ରହିଛି। ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ ଏସବୁ ସମସ୍ତଙ୍କର ଅଧିକାର। ତମେ ସବୁ ଛୋଟ ପିଲାମାନେ ଯେମିତି ସୁସ୍ଥତାରେ ରହି ପାଠ ପଢ଼ିବ, ସୁଷମ ଖାଦ୍ୟ ଖାଇ ବଢ଼ିବ, ଏସବୁ ତମର ଅଧିକାର। ଏହାକୁ କ୍ଷୁର୍ଣ୍ଣ କରିବା ଅପରାଧ। ଆଜିର ଦିନରେ ଏହି ମାନବିକ ଅଧିକାର ଦିବସ ବିଷୟରେ ଜାଣିବା କହିଛନ୍ତି ବିଜୟଲକ୍ଷ୍ମୀ ନାୟକ। ପପୁନ ଓ ମାମୁନି ବିଦ୍ୟାଳୟକୁ ଗଲାବେଳେ ଟିକିଏ ଆଗ ଛକରେ ଦେଖିଲେ ଜଣେ ଲୋକ ମୋଟର ସାଇକେଲ ସହ ତଳେ ପଡ଼ିଛନ୍ତି। ମୁଣ୍ଡ ଫାଟି ଧାର ଧାର ରକ୍ତ ବୋହି ଯାଉଛି। କେତେ ଲୋକ ଚାଲି ଯାଉଛନ୍ତି, କିନ୍ତୁ ସାହାଯ୍ୟ କରିବା ପାଇଁ କେହି ହେଲେ ଜଣେ ଆସୁନାହାନ୍ତି। ପପୁନ ସେ ଲୋକ ପାଖକୁ ଗଲା, ତାଙ୍କୁ ଉଠାଇଲା ଓ ପାଖରେ ଥିବା ପାଣି ବୋତଲରୁ ତାଙ୍କୁ ପାଣି ପିଇବାକୁ ଦେଲା। ଗୋଟିଏ ଅଟୋବାଲାକୁ ଡାକି ମେଡ଼ିକାଲକୁ ନେଇଗଲା। ମାମୁନ ଏସବୁ କଥା ଦେଖି ସେ ବିଦ୍ୟାଳୟକୁ ଗଲା ଏବଂ ସବୁ କଥା ଯାଇ ଗୁରୁମାଙ୍କୁ କହିଲା। ମମତା ଗୁରୁମା ପପୁନକୁ ପ୍ରଶଂସା କରିବା ସହିତ ଶ୍ରେଣୀରେ ଥିବା ସବୁ ପିଲାଙ୍କୁ ବୁଝାଇଲେ, ଜାଣିଛ ପିଲାମାନେ, ମଣିଷ ସିନା ବୁଦ୍ଧିଆ ଓ ସବୁ କଥା ବୁଝିପାରେ ଓ ମନର କଥା କହିପାରେ, ପଶୁପକ୍ଷୀ କଥା କହିପାରନ୍ତି ନାହିଁ, ହେଲେ ଈଶ୍ୱରଙ୍କ ସୃଷ୍ଟିରେ ସମସ୍ତଙ୍କର ବଞ୍ଚି ରହିବାର ଅଧିକାର ଅଛି। ଯେମିତି ବଳଦ, ଗାଈ, ଉପକାରୀ ପଶୁମାନଙ୍କ ଯୋଗୁଁ ଆମେ ଚାଷ କରି ବଞ୍ଚି ଥାଉ। ପ୍ରତିଦିନରେ ସେମାନଙ୍କୁ ଖାଇବା ପିଇବା ଦେଇଥାଉ ଓ ଯତ୍ନ ମଧ୍ୟ ନେଇଥାଉ। ସେମାନେ ପାଟି ଖୋଲି ପାରନ୍ତି ନାହିଁ, ଅଭାବ ଅସୁବିଧା ଜଣାଇ ପାରନ୍ତି ନାହିଁ। ସେମାନେ କେବଳ ବୋବାଳି ଛାଡ଼ି ଶବ୍ଦ କରନ୍ତି। ସେଥିରୁ ଆମେ ବୁଝିପାରୁ ସେମାନଙ୍କୁ ଖାଇବାକୁ ଦେବାକୁ ପଡ଼ିବ। ଏ ଜୀବଜଗତରେ ସମସ୍ତେ ବଞ୍ଚି ରହିବାକୁ ଚାହାନ୍ତି, କିନ୍ତୁ ମଣିଷ ଆବଶ୍ୟକତା ଗୁଡ଼ିକୁ ଦାବି କରେ। ସୁଖ ସୁବିଧାରେ ରହିବା ପାଇଁ ଆମର ଅଧିକାର, ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟ ପ୍ରଭୃତିକୁ ମାନବିକ ଅଧିକାର ବୋଲି କୁହାଯାଏ। ଆଚ୍ଛା ପିଲାମାନେ, ତୁମେ ବୁଝିଲ କି ନାହିଁ? ସେହି ଅନୁସାରେ ମଣିଷ ମଧ୍ୟ ଅନ୍ୟର ଅଧିକାର ଓ ଆବଶ୍ୟକତା ଗୁଡ଼ିକୁ ବୁଝି କାମ କରିବା ଦରକାର। ମମତା ଗୁରୁମା କହିଲେ, ତୁମେ ଜାଣିଛ ପିଲେ, ଏହି ଅଧିକାର ଗୁଡ଼ିକ ତୁମଠାରୁ ତୁମ ପିତାମାତା, ଅଜା ଆଈ ସମସ୍ତଙ୍କର ଦରକାର ହୁଏ। ତୁମ ଭିତରେ ଥିବା ଯେମିତି ଭଲ ଗୁଣ ଗୁଡ଼ିକ, ଗପ ଲେଖିବା, ନାଚ କରିବା, ଖେଳ ଖେଳିବା, ଡ୍ରଇଂ ଆଙ୍କିବା, ସବୁ ଭଲ ଗୁଣ ଅଛି। ଏଇ ଭଲ ଗୁଣ ଗୁଡ଼ିକୁ ତମେ ଆଗକୁ ନେବ, ଅର୍ଥାତ୍ ତାର ବିକାଶ କରିବା ଦରକାର। ତାହେଲେ ଯାଇ ସିନା ବଡ଼ ହେଲେ ତୁମେ ଖେଳାଳି ହେଇପାରିବ, ଭଲ ଡ୍ରଇଂ ଆଙ୍କିପାରିବ, ଶିଳ୍ପୀ ହୋଇପାରିବ, ଲେଖକ ହୋଇପାରିବ। ଏହି ଗୁଣ ଗୁଡ଼ିକର ବିକାଶ କରିବା ପାଇଁ ତୁମେ ସବୁବେଳେ ଚେଷ୍ଟା କରିବ, ଯାହା ତୁମର ଅଧିକାର। ଏହି ମାନବିକ ଅଧିକାର ଗୁଡ଼ିକ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରହିଥାଏ। ଅର୍ଥାତ୍ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଭାଷା, ଆଞ୍ଚଳିକତା ଓ ଶାରୀରିକ ଗଠନ ଭିନ୍ନ ଥିଲେ ମଧ୍ୟ ସମସ୍ତେ ପାଇପାରିବେ। ସମସ୍ତଙ୍କର ଅଧିକାର ଅଛି। ଯେମିତି ମୁଁ ତୁମମାନଙ୍କୁ ନ ପଢ଼ାଇ ଶ୍ରେଣୀରେ ବସି ରହିଲେ କି ତୁମକୁ ବିନା କାରଣରେ ଗାଳି ଦେଲେ ତୁମର ଅଧିକାର କ୍ଷୁର୍ଣ୍ଣ ହୁଏ, ସେହିଭଳି ତୁମେମାନେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ମାନ ଦେଇ ପାଠ ପଢ଼ିବା ଓ ଠିକ୍ ସମୟରେ ସ୍କୁଲକୁ ଆସିବା, ସ୍କୁଲର ଉପକରଣ ଗୁଡ଼ିକର ବ୍ୟବହାର ଠିକ୍ ଭାବେ କରିବା ମଧ୍ୟ ଦରକାର। ଯେତେବେଳେ ପ୍ରତ୍ୟେକ ମଣିଷ ନିଜ ନିଜର କର୍ତ୍ତବ୍ୟ ପାଳନ କରନ୍ତି ନାହିଁ, ସେତେବେଳେ ମଣିଷର ଅଧିକାର ମଣିଷ ପାଇପାରେ ନାହିଁ। ଆମକୁ ଆମ ଅଧିକାର ବିଷୟରେ ସଚେତନ ହେବାକୁ ପଡ଼େ। ଜାଣିଛ ପିଲେ, ଏଥିପାଇଁ 1948 ମସିହା ଡିସେମ୍ବର 10 ତାରିଖ ଦିନ ଜାତିସଂଘରେ ଏକ ଘୋଷଣାନାମା ସ୍ୱାକ୍ଷରିତ ହୋଇଥିଲା। ସେବେଠାରୁ ସେହି ଦିନଟିକୁ ମାନବିକ ଅଧିକାର ଦିବସ ରୂପେ ପାଳନ କରାଯାଉଛି।
ଭାରତରେ 1993 ମସିହାରେ ମାନବ ଅଧିକାର ସୁରକ୍ଷା ନିମନ୍ତେ ଆଇନ ପ୍ରଣୟନ ହୋଇଥିଲା। ଏହାକୁ 6 ଭାଗରେ ବିଭକ୍ତ କରାଯାଇଛି। 1ରେ ଶିକ୍ଷା ଅଧିକାର, 2ରେ ଅର୍ଥନୈତିକ ଅଧିକାର, 3ରେ ସାମାଜିକ ଅଧିକାର, 4ରେ ଧର୍ମ ଅଧିକାର, 5ରେ ରାଜନୈତିକ ଅଧିକାର, 6ରେ ପରିବେଶ ଅଧିକାର। ଜାଣିଛ ପିଲେ, 14 ବର୍ଷରୁ କମ୍ ପିଲାମାନଙ୍କୁ କଳକାରଖାନାରେ କାମ କରାଇବା ବା ନିଜ ଘରେ ମାଲିକମାନେ ଘରୋଇ କାମରେ ରଖିବା ଠିକ୍ ନୁହେଁ। ଏହା ଆମ ସମ୍ବିଧାନର ଧାରା 24ରେ ଲେଖା ଅଛି। ଯଦି କେହି ଏହି ନିୟମ ନ ମାନି ସେମାନଙ୍କୁ କାମରେ ଲଗାନ୍ତି, ପାଠ ପଢ଼ାଇବା ପାଇଁ ସୁଯୋଗ ନ ଦିଅନ୍ତି, ତେବେ ଆଇନ ଅନୁଯାୟୀ ଆଇନ ସମସ୍ତଙ୍କୁ ଦଣ୍ଡ ଦେଇପାରିବ। ତୁମ ପରି 14 ବର୍ଷରୁ କମ୍ ବୟସର ପିଲା ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି। ତୁମଠାରୁ ଏହି ଅଧିକାର କେହି ଛଡ଼ାଇ ନେଇ ପାରିବେ ନାହିଁ। ତୁମେ ଏକଥା ଜାଣିଛ କି ନାହିଁ? ଏହାକୁ ଶିକ୍ଷା ଅଧିକାର ବୋଲି କୁହାଯାଏ। ସେହିପରି ସ୍ୱାଧୀନତାର ଅଧିକାର ସବୁ ମଣିଷର ରହିଛି। ପ୍ରତ୍ୟେକ ଲୋକ ସବୁ ଅଧିକାର ବିନା ଭେଦଭାବରେ ପାଇବ। ଏହାକୁ ସମାନତାର ଅଧିକାର କୁହାଯାଏ। ପ୍ରତ୍ୟେକ ବ୍ୟକ୍ତି ବଞ୍ଚିବାର ଅଧିକାର ସହିତ ବ୍ୟକ୍ତିଗତ ସ୍ୱାଧୀନତା ଓ ନିରାପତ୍ତା ରହିବାର ଅଧିକାର ମଧ୍ୟ ପାଇବ। ସ୍ୱାସ୍ଥ୍ୟ ରକ୍ଷାର ଅଧିକାର ପ୍ରତ୍ୟେକ ବ୍ୟକ୍ତିର ରହିଛି। ଖାଦ୍ୟ, ବସ୍ତ୍ର, ବାସଗୃହ ଓ ଆବଶ୍ୟକ ପରିମାଣର ସାମାଜିକ ସେବା ଅନ୍ତର୍ଭୁକ୍ତ ମଧ୍ୟ। ପ୍ରତ୍ୟେକ ଲୋକ ଭୋଟ ଦେଇପାରିବ ଓ ନିଜେ ମଧ୍ୟ ପ୍ରତିନିଧି ଭାବେ ନିର୍ବାଚନରେ ଅଂଶଗ୍ରହଣ କରିପାରିବେ। ଜାଣିଛ ପିଲେ, ମଣିଷ ପାଇଁ ସବୁଠାରୁ ବଡ଼ ଅଧିକାର ହେଲା ସେ କାହାର ନିର୍ଯାତନା ସହିବା ଉଚିତ ନୁହେଁ। ହୀନ ଦୃଷ୍ଟିରେ ତୁମେ କାହାକୁ ଦେଖିବା, ଜାତି ଧର୍ମକୁ ନେଇ କୌଣସି ହୀନ ମନ୍ତବ୍ୟ ମଧ୍ୟ ଦେଲେ ତାର ଅଧିକାର କ୍ଷୁଣ୍ଣ ହୁଏ ବୋଲି ଧରିବାକୁ ପଡ଼ିବ। ସେ ମଧ୍ୟ ଆଇନର ଆଶ୍ରୟ ନେଲେ ସମ୍ପୃକ୍ତ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇପାରିବେ। ଆମେ କୌଣସି ପିଲାଙ୍କୁ ଆମ ସାଙ୍ଗସାଥି, ପରିବାର ଏବଂ ଗାଁ ବା ସହରରେ ରହୁଥିବା ଯେକୌଣସି ପିଲାଙ୍କୁ ତାଙ୍କୁ ମନରେ ଦୁଃଖ ଦେଲା ଭଳି କୌଣସି କାର୍ଯ୍ୟ ବା କୌଣସି କଥା ମଧ୍ୟ କହିବା ଅନୁଚିତ। ସ୍କୁଲରେ ପଢ଼ୁଥିବା ସବୁ ଦିବ୍ୟାଙ୍ଗ ପିଲାମାନଙ୍କର ସମାନ ଭାବରେ ଅନ୍ୟ ପିଲାମାନଙ୍କ ପରି ସବୁ ଅଧିକାର ରହିଛି। ସେମାନଙ୍କୁ ଆମେ କେବେ ହେଲେ ତାଙ୍କ ମନ ଦୁଃଖ କଲା ଭଳି କଥା କହିବା ନାହିଁ। ଈଶ୍ୱର ଯାହାକୁ ଯାହା କରି ଗଢ଼ିଛନ୍ତି ତାକୁ ଆମେ ଗ୍ରହଣ କରି ବନ୍ଧୁ ଭାବରେ ସ୍ନେହର ସହିତ ତାକୁ ସାଙ୍ଗ ଭାବି ବ୍ୟବହାର କରିବା ଦରକାର। ଆମ ସହ ଯଦି ସେମିତି କେହି କରେ ଆମେ ମଧ୍ୟ ମନ ଦୁଃଖ କରିଥାଉ। ତେଣୁ କେବେ ଆମେ ସେଭଳି କରିବା ନାହିଁ। ଯେଉଁ ଛୋଟ ପିଲାମାନେ 14 ବର୍ଷରୁ କମ୍, ସେମାନେ ପିତାମାତା ଶିକ୍ଷକଙ୍କୁ ଯଦି କୌଣସି ପିଲା ତାଙ୍କର ସାଙ୍ଗସାଥି ସ୍କୁଲକୁ ନ ଆସି ଅନ୍ୟ ଜାଗାରେ କାମ କରୁଥାନ୍ତି, ସେଥିପାଇଁ ସେମାନେ ନିଜ ଶିକ୍ଷକଙ୍କୁ ଜଣାଇବା ଭଲ। ଏହାଦ୍ୱାରା ସେଇ ପିଲାମାନଙ୍କୁ ସ୍କୁଲ ପାଠ୍ୟକ୍ରମରେ ସାମିଲ ଆମେ କରିପାରିବା। ତାଙ୍କୁ ତାଙ୍କ ଅଧିକାର ଆମେ ଦେଇପାରିବା। ଏଥିପାଇଁ ଆମର ଜାତୀୟ ସ୍ତରରେ ଦିଲ୍ଲୀ ଏବଂ ରାଜ୍ୟ ସ୍ତରରେ ଭୁବନେଶ୍ୱରଠାରେ ଶିଶୁ ଅଧିକାର ସୁରକ୍ଷା କମିଶନ କାର୍ଯ୍ୟ କରୁଛନ୍ତି। 2005ରୁ ମାନବିକ ଅଧିକାର କମିଶନ ଭଳି ଏକ ଅନୁଷ୍ଠାନ କେବଳ ପିଲାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ନିରାପତ୍ତା ଓ ସ୍ୱାଧୀନତା ପାଇଁ ଅଭିଯୋଗକାରୀଙ୍କ ଠାରୁ ଅଭିଯୋଗ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି। ପିଲାଏ, ଆଜି ତ ସମୟ ସରି ସରି ଆସିଲାଣି। ପୁଣି ଥରେ ତମ ସହ ଦେଖା ହବ ଆଗାମୀ ରବିବାର ଠିକ୍ ସକାଳ 7:25ରେ। ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ କାର୍ଯ୍ୟକ୍ରମ ଶିଶୁ ସଂସାର। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଉଠିବା।